ଚିନ୍ତା କର ନାହିଁ, ଚିନ୍ତା କର ନାହିଁ, ଯାହା ହେବାର କଥା ତାହା ହିଁ ହେବ। ଚିନ୍ତା କର ନାହିଁ, ସବୁ ସଙ୍କଟ କିଛି ଶିଖାଇବା ପାଇଁ ଆସିଥାଏ। ଚିନ୍ତା କର ନାହିଁ, ସମୟ କେବେ ମଧ୍ୟ ଏକାଭଳି ରହିନଥାଏ। ଚିନ୍ତା କର ନାହିଁ, ଅନ୍ଧାର ରାତି ପରେ ସକାଳ ଅବଶ୍ୟ ହୋଇଥାଏ। ଚିନ୍ତା କର ନାହିଁ, ଉପରବାଲା ସବୁ କିଛି ଦେଖୁଛି। ଚିନ୍ତା କର ନାହିଁ, ପରିଶ୍ରମ କେବେ ବେକାର ଯାଏ ନାହିଁ। ଚିନ୍ତା କର ନାହିଁ, ଯାହା ହଜାଇଛ ତାହା କୌଣସି ରୂପରେ ମିଳିଯିବ। ଚିନ୍ତା କର ନାହିଁ, ଅପେକ୍ଷାର ଫଳ ମିଠା ହୋଇଥାଏ। ଚିନ୍ତା କର ନାହିଁ, ସବୁଦିନ ନୂଆ ଆରମ୍ଭର ମୌକା ଅଟେ। ଚିନ୍ତା କର ନାହିଁ, ଜୀବନ ତୁମର ସହିତ ଅଛି, ବିରୋଧରେ ନୁହେଁ। ଚିନ୍ତା କର ନାହିଁ, ଅବସ୍ଥା ବଦଳିବାରେ ଡେରି ହୋଇନଥାଏ। ଚିନ୍ତା କର ନାହିଁ, ନିଜ ଉପରେ ଭରସା ରଖ। ଚିନ୍ତା କର ନାହିଁ, ସବୁ ଦୁଃଖ ସବୁ ସମୟରେ ହୋଇନଥାଏ। ମନେ ରଖ, କର୍ମର କୌଣସି ମେନ୍ୟୁ ନଥାଏ। ଯାହା ଆପଣ ସର୍ଭ କରିବ ତାହା ଆପଣ ଡିଜର୍ଭ କରିବ। ସାଙ୍ଗମାନେ, ସେହି ଲୋକକୁ କେବେ ମିଛ କୁହ ନାହିଁ ଯାହାକୁ ଆପଣଙ୍କର ମେଝ ଉପରେ ବିଶ୍ୱାସ ହେବ। ଡିଗ୍ରୀ ତ ଆପଣଙ୍କ କିରଦାରର ରସିଦଟେ, ଜ୍ଞାନ ତାହା ଅଟେ ଯାହା ଆପଣଙ୍କ କିରଦାରରେ ଝଲକିଥାଏ। ତୁମେ ଚିନ୍ତା କରିବା ଛାଡ଼ିଦିଅ, ଲୋକେ ହର୍ଟ କରିବା ଛାଡ଼ିଦେବେ। କିଏ ସତ କହିଛି, ଅହଙ୍କାର ଭିତରେ ସବୁଠାରୁ ଖରାପ କଥା ଏହା ହୋଇଥାଏ ଯେ ଆପଣଙ୍କୁ କେବେ ଅନୁଭବ ହେବାକୁ ଦେବ ନାହିଁ ଯେ ଆପଣ ଭୁଲ ଅଛ। ନିମ୍ବର ବୃକ୍ଷକୁ ଯଦି କ୍ଷୀର ଏବଂ ଘିଅରେ ଯେତେ ମଧ୍ୟ ସିଞ୍ଚାଯାଏ ତ ନିମ୍ବ ଗଛ କେବେ ମିଠା ହୋଇନଥାଏ। ସେହି ପ୍ରକାର ଧୋକେବାଜ ଲୋକଙ୍କ ସହିତ କେତେ ମଧ୍ୟ ଭଲ କର, ସେ ଧୋକା ଦେବା ଛାଡ଼ି ନଥାଏ। କେହି ସତ କହିଛି, ଗୋଡ଼ର ଯନ୍ତ୍ରଣା ଏବଂ ଛୋଟ ଭାବନା ଆମକୁ କେବେ ଆଗକୁ ବଢ଼ିବାକୁ ଦେଇନଥାଏ। ସାଙ୍ଗମାନେ, ନିଜ ଦୁର୍ବଳତାକୁ ପୁରା ଦୁନିଆରୁ ଲୁଚାନ୍ତୁ, କିନ୍ତୁ ନିଜ ଦୁର୍ବଳତା କେବେ ମଧ୍ୟ ନିଜକୁ ଲୁଚାନ୍ତୁ ନାହିଁ। ନିଜ ଦୁର୍ବଳତା ନିଜକୁ ଲୁଚାଇବାର ଅର୍ଥ ହୋଇଥାଏ ନିଜକୁ ନିଜେ ବର୍ବାଦ କରିଦେବା। କେବେ ଭୁଲ ନାହିଁ, ଆପଣଙ୍କ ହାତରୁ କେହି ଛଡ଼ାଇ ନେଇପାରିବେ ନାହିଁ, କିନ୍ତୁ ଯାହା ଭାଗ୍ୟରେ ଅଛି ତାକୁ ମଧ୍ୟ କେହି ଛଡ଼ାଇ ନେଇପାରିବେ ନାହିଁ। ସାଙ୍ଗମାନେ, କେତେ ମୂର୍ଖ ଅଛୁ ଆମେମାନେ। ଭଗବାନଙ୍କର ବନାଇଥିବା ଫଳକୁ ଭଗବାନଙ୍କୁ ହିଁ ଅର୍ପଣ କରି ଧନ ଦୌଲତ ମାଗିଥାଉ। ମନେ ରଖନ୍ତୁ, ଜୀବନର ଦୌଡ଼ରେ ଯିଏ ଆପଣଙ୍କୁ ଦୌଡ଼ି କରି ହରାଇ ପାରେ ନାହିଁ, ସେ ଆପଣଙ୍କୁ ଭାଙ୍ଗି ହରାଇବାକୁ ଚେଷ୍ଟା କରିଥାନ୍ତି। ସ୍ୱାସ୍ଥ୍ୟ, ସଂଯମ ଏବଂ ସନ୍ତୋଷ ଏହି ତିନୋଟି ଜୀବନର ଅସଲ ସମ୍ପତ୍ତି ଅଟେ। ମନେ ରଖ, ଭଲ କେବେ ବ୍ୟର୍ଥ ଯାଏ ନାହିଁ, ଡେରିରେ ହେଲେ ମଧ୍ୟ ତାର ଫଳ ଅବଶ୍ୟ ମିଳିଥାଏ। ମନେ ରଖ, ଯିଏ ସାମ୍ନାରେ ମିଠା ଏବଂ ପଛପଟେ ବିଷାକ୍ତ ତାଠାରୁ ଦୂରେଇ ରହିବା ହିଁ ଶାନ୍ତି ଅଟେ। ଲୋକ ବଦଳି ନଥାନ୍ତି, ଖାଲି ସମୟ ଆସିଲା ପରେ ନିଜ ଅସଲି ରଙ୍ଗ ଦେଖାଇ ଦିଅନ୍ତି। ସମ୍ମାନ ମଗାଯାଏ ନାହିଁ ଏବଂ ଯେ ଦିଏ ନାହିଁ ସେ ନେବାର ଅଧିକାର ମଧ୍ୟ ହରାଇ ଦିଏ। ମଣିଷର ପରିଚୟ ତାର ଚେହେରାରୁ ନୁହେଁ, ସଙ୍କଟ ସମୟରେ ତାର ବ୍ୟବହାରରୁ ହୋଇଥାଏ। ସବୁ ନିଜ ସମୟରେ ହୋଇଥାଏ, ସବୁ ନିଜ ସମୟରେ ହେବ। ଶୀଘ୍ର କରିବାରେ କିଛି ବଦଳି ନଥାଏ। ଯାହା ଆଜି ଅଟକିଛି ତାହା ମଧ୍ୟ ଆଗକୁ ଯାଇ ପୂରା ହେବ। ସବୁ ମଞ୍ଜିକୁ ଫଳ ହେବା ପାଇଁ ସମୟ ଲାଗିଥାଏ। ତୁମର ପରିଶ୍ରମ ବ୍ୟର୍ଥ ଯିବ ନାହିଁ। ଯାହା ତୁମ ପାଇଁ ଅଟେ ତାହା ତୁମଠାରୁ ଦୂରକୁ ଯିବ ନାହିଁ। ଜୀବନ ପରୀକ୍ଷା ନେଇଥାଏ, କିନ୍ତୁ ସାଥ ଛାଡ଼ି ନଥାଏ। ଧୈର୍ଯ୍ୟ ରଖିବା ମଧ୍ୟ ଏକ ବହୁତ ବଡ଼ ଶକ୍ତି ଅଟେ। ଆଜି ଯାହା ବୁଝିପାରିବ ନାହିଁ, କାଲି ତାହା ସବୁଠାରୁ ବଡ଼ ଶିକ୍ଷା ବନିବ। ସାଙ୍ଗମାନେ, ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଲା ତ ନିଶ୍ଚୟ ଲାଇକ୍ କରନ୍ତୁ ଏବଂ ଆଗକୁ ଏହିଭଳି ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।